नमस्कार दर्शक बंधु। ओडिशार प्रथम दृश्य श्राव्य साहित्य पत्रिका प्रजन्म को मो आपण मानकु स्वागत करुछि। प्रजन्म दृश्य श्राव्य साहित्य पत्रिकाटी प्रत्येक मासर 7 तारिख एवं 21 तारिख दिन यूट्यूब चैनल रे प्रसारित हुए। दर्शक बंधु, आपण माने जदि आम चैनल टी को एपर्यंत सब्सक्राइब करि नाहंती ताले एबे ही सब्सक्राइब करि दियंतु एवं शेष पर्यंत आम पत्रिकाटी को देखंतु। पत्रिकाटी को देखि सारला परे आपण लाइक करंतु एवं कमेंट बॉक्स को जाई आपणकर बहुमूल्य मतामत टी को पोस्ट करि दियंतु। आपणकर मतामत आमको साहस दब आम पत्रिकाटी को आउ टिके आग को आगे नबा पाई। हाँ दर्शक बंधु, आज प्रजन्म पृष्ठ रही गोटे प्रबंध, 5टी कविता, एक गुच्छ मिनी गल्प एवं गोटे नुआ कार्यक्रम पाठकों पसंदर कविता। ताहले आसंतु आरंभ करिबा ए संख्याटी को। भाषा प्रबंधे भागवत कहई दास जगन्नाथ। प्राचीन काल रे प्रबंध बोइले काव्य को बुझा जाउतला। संप्रति जो गद्यधर्मी प्रबंध आम देखुचे से प्रबंधर अयमारंभ होता आम साहित्य 1972 मसीह कविवर राधानाथ राय लिखित विवेकी प्रबंधरू 150 वर्ष भितर ए साहित्यटी बहु विवर्तन भितर दे एबे पाठक मानकर, आलोचक मानकर, गवेषक मानकर प्रिय ही एक स्वतंत्र स्थान अधिकार कर सारी। आसंतु प्रजन्मर एई संख्यार प्रबंध पृष्ठारे आमे देखिबा एक प्रबंध राष्ट्रीय एकता, तार सुरक्षा और प्रगति। प्राबंधिका लिप्सा मेहर। लिप्सा मेहर गंगाधर मेहर विश्वविद्यालय रे युक्त 3 द्वितीय वर्ष ओडिया सम्मानर छात्री। तांकर प्रबंध राष्ट्रीय एकता, सुरक्षा और प्रगति। यूनिटी इज द स्ट्रेंथ। एकता ही बल। प्रतिकूल परिस्थिति रे जे विजय रे स्वाद चखाए, असंभव कार्य को जे संभव करिथाए, मनरे जे आशार समुद्र सह साहसर ढेउ खेलाई दिए, से हेउछि एकता। एकता एक स्वतःस्फूर्त धारणा नुहे, सामूहिक भाव रे आंतरिकतार सहित कार्य करिबा हेउछि एकता। एकता जे केवल जड़े व्यक्ति किंबा केते जण निर्दिष्ट व्यक्ति इच्छा होई परिबो नाही। यह आम समस्तंकर हाथ रे हाथ मिसई एकता होई परिबो। आजिर विषय वस्तु को आलोचना करिबा पूर्वरु प्रथमे जानिबा राष्ट्रीय एकता कोन। कोटि वीर प्रसविनी, कोटि कीर्ति किरटिनी, तटिनी तट मालिनी, प्रचन्न रत्न धारिणी मु राष्ट्र ओडिशा आज लोकमानंक मध्यरे परस्पर साहाय्य और एकता अभावरु दरिद्र होई पड़िछि। ଯେଉଁଠାରେ ଅନାହର ମୃତ୍ୟୁରେ ଶହ ଶହ ଲୋକଙ୍କ ଜୀବନ ଚାଲି ଯାଉଛି। ଛୁଆ ବିକ୍ରି ମାମଲାରେ ଅନେକ ମା ଆଜି କାରାଦଣ୍ଡରେ ଦଣ୍ଡିତ। ନାରୀ ନିର୍ଯାତନାରେ ପୁରୁଷ ଆଜି ଶାସ୍ତି ପାଉଛି। ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଭଳି କଳଙ୍କ ଅଧ୍ୟାୟମାନଙ୍କ ସୁଧାର ଆସିପାରି ନାହିଁ। ସେଠାରେ ଏକତା ଆସିବ କୋଉଠୁ? ସରକାରୀ ଯୋଜନାରେ ପଡ଼ି ରହିଛି, ଜନସଚେତନତା ନାହିଁ।
ବନ୍ୟା ବାତ୍ୟା ଏହାର ପାଖ ଛାଡ଼ୁନାହିଁ। ଏହି ବନ୍ୟା ବାତ୍ୟାକୁ ନିଜ ବିଷୟ ଓ ଦୁର୍ବଳତାର ପାଥେୟ ଭାବେ ଗ୍ରହଣ କରି ଏଠାରେ ଲୋକମାନେ ସରକାରଙ୍କଠାରୁ ଅର୍ଥ ଲୁଟିବାରେ, ମାଗଣା ଭୋଜନରେ ନିଜର ଉଦର ପୋଷଣ କରି ଜୀବନ ବଞ୍ଚିବାର ଜିଜ୍ଞାସା ଯେତେଦିନ ପର୍ଯ୍ୟନ୍ତ ଥିବ, ସେତେଦିନ ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନା ଏଠାରେ ଏକତା ପ୍ରତିଷ୍ଠା କରିପାରିବ ନାହିଁ କିମ୍ବା ସ୍ୱୟଂ ଭଗବାନ ଆସିଲେ ସୁଦ୍ଧା ଏହାର ସୁଧାର ଆସିପାରିବ ନାହିଁ। ଯେଉଁ ରାଷ୍ଟ୍ରରେ ଲୋକମାନଙ୍କ ମନୋମାଳିନ୍ୟ ଯୋଗୁଁ ଓଡ଼ିଶା କୌଶଳରେ ବିଭକ୍ତ ହେବ ବୋଲି ପ୍ରସଙ୍ଗ ଆଲୋଚନା ହେଉଛି, ସେଠାରେ ଏକତା କିପରି ପ୍ରତିଷ୍ଠା ହେବ? ସତରେ ଓଡ଼ିଶା କ'ଣ ଭାଙ୍ଗିଯିବ? ମହାମନୀଷୀମାନେ ଦେଖିଥିବା ସ୍ୱପ୍ନ କ'ଣ ସତରେ ଭାଙ୍ଗି ଚୁରମାର ହୋଇଯିବ? ତାହା ଆଜିର ଓଡ଼ିଶାବାସୀଙ୍କ ପାଇଁ ଏକ ପ୍ରଶ୍ନବାଚୀ। ରାଷ୍ଟ୍ରୀୟ ଜନତାମାନଙ୍କ ମଧ୍ୟରେ ସୁରକ୍ଷା ଏକାନ୍ତ ଜରୁରୀ। ଯେତେଦିନ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା ନ ହୋଇଛି, ସେତେଦିନ ଯାଏଁ ଲୋକଙ୍କୁ ଧୂଆଁ ବାଣ ଦେଖାଇ ଅସତ୍ ବ୍ୟକ୍ତି ସିଂହାସନ ଆରୋହଣ କରି ରାଜନୀତି ବ୍ୟବସ୍ଥାକୁ ଏମିତି ବିଗାଡ଼ୁଥିବେ। ରାଷ୍ଟ୍ରୀୟ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ। ସେହି ସଚେତନତା ଠାରୁ ଜନ୍ମ ନେବ ରାଷ୍ଟ୍ର ସୁରକ୍ଷା। ପ୍ରଥମେ ଲୋକଙ୍କୁ ସଚେତନ କରାଇ କେଉଁ ବିଷୟବସ୍ତୁ ଓ କେଉଁ କେଉଁ ସରକାରୀ ଯୋଜନା ଉପରେ ଧ୍ୟାନ ଦେଲେ ଲୋକମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା ହୋଇପାରିବ, ତାହା ଜାଣିବା ଜରୁରୀ। ବିଦ୍ୟାଳୟଗୁଡ଼ିକରେ ଏକତା ପ୍ରତିଷ୍ଠା ହେଲେ ଛାତ୍ରଛାତ୍ରୀମାନେ ଆଉ କୌଣସି କାର୍ଯ୍ୟ ପାଇଁ କୌଣସି କଥା ପ୍ରତି ରାଜରାସ୍ତାକୁ ଓହ୍ଲାଇବେ ନାହିଁ। ଯଦି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକତା ପ୍ରତିଷ୍ଠା ହୁଏ, ତେବେ ନର୍ସ ଓ ଡାକ୍ତର ନିଜ ନିଜର କାର୍ଯ୍ୟ ଠିକ୍ ହିସାବରେ ତୁଲାଇବେ। ଯଦି କୃଷି କ୍ଷେତ୍ରରେ ଲୋକମାନଙ୍କ ଓ ସରକାରଙ୍କ ତାଳମେଳ ଠିକ୍ ରୁହେ, ସେମାନେ ଅଯଥାରେ ସରକାରଙ୍କୁ ଆଉ ଅଯଥା ଧନ ନଷ୍ଟ କରିବାକୁ ପଡ଼ିବ ନାହିଁ। ବିନା ଋଣରେ କୃଷିର ଉତ୍ତରୋତ୍ତର ଉନ୍ନତି ଘଟିବ। ଯଦି ଯୋଗାଯୋଗ କ୍ଷେତ୍ରରେ ଏକତା ରହେ, ବ୍ୟାଙ୍କ, ପୋଷ୍ଟ ଅଫିସ କର୍ମଚାରୀ ସରକାରଙ୍କୁ ବିରୋଧ କରି ଆଉ ଅନୁଷ୍ଠାନ ବନ୍ଦ କରିବେନି। ଏହି କ୍ଷେତ୍ରରେ ମଧ୍ୟ ଆଶାଠାରୁ ଅଧିକ ଉନ୍ନତି ହେବ। ରାଷ୍ଟ୍ର ପ୍ରଗତିର ଚାବିକାଠି ହେଉଛି ଆମରି ଏକତା। କୃଷି, ଶିଳ୍ପ, ବାଣିଜ୍ୟ ପ୍ରତ୍ୟେକ କ୍ଷେତ୍ରରେ ଜଣେ ଅନ୍ୟ ଜଣକୁ ବୁଝିପାରି ହାତ ସହ ହାତ ମିଳାଇଲେ ଏକତା ସୃଷ୍ଟି ହେବ। ଏହି ଏକତା ଦିନେ ହେବ ରାଷ୍ଟ୍ରର ଶକ୍ତି ଓ ଏହାରି ମାଧ୍ୟମରେ ଆମେ ଆମର ସୁନାର ଓଡ଼ିଶାକୁ ସଂଗଠିତ କରିପାରିବା। ଧନ୍ୟବାଦ। ନବୀନ ଓ ପ୍ରବୀଣ 5 ଜଣ କବିଙ୍କୁ ନେଇ ଏ ସଂଖ୍ୟାର ପ୍ରଜନ୍ମର କବିତା ପୃଷ୍ଠା। ଏଥିରେ ଅଛି ଗୀତି କବିତା, ଅଛି ମଧ୍ୟ ଛନ୍ଦମୁକ୍ତ ଆଧୁନିକ କବିତା। ମନର ଭାବକୁ ଏଥିରେ ଯେମିତି ପ୍ରକାଶିତ କରାଯାଇଛି, ଶବ୍ଦର ସୁସଂଯୋଜନା ମଧ୍ୟ ସେମିତି ଦେଖିବାକୁ ମିଳିଛି। ଏ ସଂଖ୍ୟାରେ ଯେଉଁ କବିମାନେ ଅଛନ୍ତି, ସେମାନେ ହେଲେ ପ୍ରଫେସର ଶରତ ଚନ୍ଦ୍ର ରଥ, ଲକ୍ଷ୍ମୀପ୍ରିୟା ଓଝା, ସୂର୍ଯ୍ୟକାନ୍ତ ମଲ୍ଲିକ, କୋକିଳା ସାହୁ ଏବଂ ଜିନାଶ୍ରୀ ରାଉତରାୟ। ଆସନ୍ତୁ ତାହେଲେ ଏବେ ଦେଖିବା ଏ ସଂଖ୍ୟାର କବିତା ପୃଷ୍ଠା। ଗୀତି କବିତା ଆଉ ଥରେ, ପ୍ରଫେସର ଡକ୍ଟର ଶରତ ଚନ୍ଦ୍ର ରଥ। ଆଉ ଥରେ କିବା ଶୁଭନ୍ତା ଜୀବନେ, କୋଇଲିର କୁହୁ ତାନ, କିଶଳୟ ଛୁଇଁ ବହନ୍ତା ମଳୟ, ଚହଲାଇ ତନୁ ମନ। ଫୁଲ ପାଖୁଡ଼ାରେ ପ୍ରେମର କବିତା ଭଅଁର ଯାଆନ୍ତା ଲେଖି, ଅରୁଣ କିରଣେ ସେ କବିତା କୁଞ୍ଜେ, ମନ ମୋ ଯାଆନ୍ତା ଲାଖି। ଶ୍ୟାମଳ ଶୋଭନ ଘାସର ଗାଲିଚା, ମୋହନ୍ତା ମାଟିର ମନ, ଆଉ ଥରେ କିବା ଶୁଭନ୍ତା ଜୀବନେ, କୋଇଲିର କୁହୁ ତାନ। ପରାଣ ନଦୀରେ ନାଚନ୍ତା କି ଧୀରେ, ଆନନ୍ଦ ଲହରୀ ମାଳା, ଅଳପ ହସରେ ମହୁଆ ବାସରେ, ଆସନ୍ତା କି ଦେବବାଳା। ନ କହି କହନ୍ତା ସିଏ କେତେ କଥା, ଭାବି ଭାବି ଆନ ମନ, ଆଉ ଥରେ କିବା ଶୁଭନ୍ତା ଜୀବନେ, କୋଇଲିର କୁହୁ ତାନ। ଉଛୁଳି ପଡ଼ନ୍ତା ଆଶାର କଳସ, ଅଳସରେ ଭରି ଯାଇ, ମାଟିରୁ ଆକାଶ, ଆକାଶରୁ ମାଟି, ବହନ୍ତା ଆଲୋକ ନଈ। ଆଲୋକ ନଈର ଧାରେ ଧାରେ, ଆହା ଶୋଭନ୍ତା ଆଷାଢ଼ୀ ବନ, ଆଉ ଥରେ କିବା ଶୁଭନ୍ତା ଜୀବନେ, କୋଇଲିର କୁହୁ ତାନ। ଭାସି ଆସନ୍ତା କି ପବନ ଦୋଳିରେ, ଚନ୍ଦନ ବନରୁ ବାସ, ଅନେକ ତାରାର ରାତି ସାଜନ୍ତା କି,
ମଧୁମୟୀ ବଧୂ ବେଶ ରେଶମୀ ଜୋଛନା ପଣତ କାନିରେ ସରୁ ସରୁ ଜରି କାମ ଆଉ ଥରେ କିବା ଶୁଭନ୍ତା ଜୀବନେ କୋଇଲିର କୁହୁତାନ କିଶଳୟ ଛୁଇଁ ବହନ୍ତା ମଳୟ ଚହଲାଇ ତନୁ ମନ ଚହଲାଇ ତନୁ ମନ। नमस्कार मु लक्ष्मीप्रिया ओझा आज आपन को गोटे कविता शुणाइबाकू जाऊँगी। मो कवितार शीर्षक सेतुटीए मो बोऊ और मो झीर समयर शून्यता मझिरे सरल रेखाटीए मु सेतुटीए मो बोऊ और मो झीर समयर शून्यता मझिरे सरल रेखाटीए मु सेतुटीए ना मु जली पारे ना मु जली पारे ना मु जाली पारे ना मु जली पारे ना मु जाली पारे ना मुंडा नहीं सही पारे कहार ठोकर ना सिगारेट धुआं परी उड़े पारे समाजर जेतेक संस्कार। कानिरे गंठिली बांधी पिठीरे पकई दे जेते सब कुसंस्कार। कानिरे गंठिली बांधी पिठीरे पकई दे जेते सब कुसंस्कार हक पाई लढ़े फणा तले मुक्तिर संगीत गाए। दासत्वर घुंगुर नुहे समर्पणर सिंदूर पिंधि कांधेई पारे लक्ष्य को। दासत्वर घुंगुर नुहे समर्पणर सिंदूर पिंधि कांधेई पारे लक्ष्य को बंधेई पारे निज सीमा सरहद भितरे ईप्सित इच्छा मान को। ढंग ढंग शब्द करी केबे एपट तो केबे सेपट को झुली बदलुथिबा समय को देखई देउथिबा पेंडुलियम टे मो ऊपर दे चली जाउथिबा समयर साक्षीटीए मो ऊपर दे चली जाउथिबा समयर साक्षीटीए मो बोऊ और मो झीर मझी शून्यतारे सेतुटीए मो बोऊ और मो झीर मझी शून्यतारे सेतुटीए मो। नमस्कार। मो कवितार शीर्षक कलम पिकाड़ी छुआटी। उदुदुआ खरा भंबा करी माड़ी आसुथांती जमराज दूत परी गाड़ी तक। उदुदुआ खरा भंबा करी माड़ी आसुथांती जमराज दूत परी गाड़ी तक। बोध हुए कहार नजर पड़ु नथिला ताठारे। बसंतर थुंटा वृक्षटे परी देहरे नथाए खंडिए पोशाक। बसंतर थुंटा वृक्षटे परी देहरे नथाए खंडिए पोशाक किंतु मनरे भरी रही थाए मालिक अबा मार ब्रह्मचापुड़ा आउ लाल आखिर भय। जीवन जीवार वर्णबोध आरंभ करिनी जीवन जीवार वर्णबोध आरंभ करिनी किंतु जीवन अध्यायर प्रहार को पृष्ठा पर लधी देउथिला ता पिठिरे। गाड़ी सूक्ष्म छाईरे लुचिबार प्रयास करने जाई दुई गोईठी ऊपर को टेकी कलमटे बढ़ाइला बेले हठात छाड़ी दिए ट्राफिक। गाड़ी सूक्ष्म छाईरे लुचिबार प्रयास करने जाई दुई गोईठी ऊपर को टेकी कलमटे बढ़ाइला बेले हठात छाड़ी दिए ट्राफिक। आउ तापरे सते कि निशाग्रत शिव करती तांडव नृत्य ठीक जेपरी उत्तप्त बाली रे फुटुवा खईटे परी डेउथाई पाचिला पिचु उपरे जोता नथिबा कौन पाद दुईटी। ठीक जेपरी उत्तप्त बाली रे फुटुवा खईटे परी डेउथाई पाचिला पिचु उपरे जोता नथिबा कौन पाद दुईटी। आउ सते कि घोटी आसुथिला जंत्रणा काल बैशाखीर कुकु कांदर शब्द आउ आखिरु बही पड़ुथिला मेघखंडर केते टोपा लुहधार। हाँ केते टोपा लुहधार। नमस्कार मु कोकिला साहू मो कवितार शीर्षक बापांक पाई दुई पद। बापा तुमे मते जन्म देइछ किंतु कर्म देइन उत्तम कर्मर पंथा तुमे मते देखाइछ। काहे मोर से जन्म कालरू ठोकु ठोकु हेई अगणा मझिरे चलीगला बेले जेते बेले मु झुंटी पड़ुथिली तुम हाथ पापुली रे मो हाथ को रखी आउ टिके आगकु जिबार बात प्रवर्ताउथिल। भाषा और साहित्य को आपणार करी नूतन साहित्यर दिग को उन्मोचन करिबा पई तुमर ए वर्ष कालर चेष्टा आज कहीं मो हृदय को विदारित करुछि। तेरेछा कलम मूलरे
ଭାଷା ସାହିତ୍ୟର କଟାକ୍ଷ ଭଙ୍ଗୀରେ ଅଗାଧ୍ୟ ପାଣ୍ଡିତ୍ୟକୁ ଢାଳି ଦେବାକୁ ଆଜି କାହିଁ ମୋର ମନ ସତେ ବ୍ୟାକୁଳ ହୋଇ ଉଠୁଛି। ନୀଳକଣ୍ଠ ଭଳି ସବୁ ବିଷକୁ ପାନ କରି ପିଲାଦିନରୁ ସବୁ ଅଳି ଅଝଟକୁ ସହି ଲଙ୍ଗଳ ମୁନକୁ ହାତରେ ଧରି ମାଟିର ମଣିଷ ସାଜି ତୁମେ ଯେଉଁ ମତେ ଅଗାଧ୍ୟ ପାଣ୍ଡିତ୍ୟ ଦେଇଛ, ତାର ଅନ୍ତିମ ପରିଣତି ତୁମେ ରୋପଣ କରିଥିବା ଗଛର ଫଳ। ହୁଏତ ମୁଁ ହେଇନପାରେ ରମ୍ଭା ମେନକା ଉର୍ବଶୀ ଭଳି ଐଶ୍ୱର୍ଯ୍ୟ ସୁନ୍ଦରୀ, ହେଇନପାରେ ସେଇ ମହାଭାରତର ଦ୍ରୁପଦୀ ଭଳି ବହୁଶାସ୍ତ୍ରବିତ୍, ହେଇନପାରେ ରାଧାଙ୍କ ଭଳି ଚଞ୍ଚଳା ଓ ଚପଳା, କିନ୍ତୁ ହେଇପାରିବି ଏକ ସାଧାରଣ ମଞ୍ଚର ନାୟିକା, ହେଇପାରିବି ଗୋଟେ ଭଲ ସାହିତ୍ୟ ଲେଖିକା। ଦୁନିଆର ଦୁଃଖ ଯନ୍ତ୍ରଣା ଦୁର୍ଦ୍ଦଶାକୁ ଦୂର କରିଦେଇପାରିବି ଏହି ସାହିତ୍ୟ ମାଧ୍ୟମରେ। ଖଟିଖିଆ ଗରିବ ବେକାରୀମାନଙ୍କର ନିଃସହାୟତାକୁ ଫେରାଇ ଆଣିପାରିବି ମୋର ଏଇ କାଳି କଲମ ମୁନରେ। ବିଗତ କେତେ ଦିନ ହେଲା ଅକାମୀ ହୋଇ ପଡ଼ି ରହିଥିବା ଶଗଡ଼ ସାଇକେଲ ରିକ୍ସାକୁ ଟାଣି ଉଟାରି ଛିଡ଼ା କରିଦେଇପାରିବି ପୁଣି ରାସ୍ତାର ମଝିରେ। ଝାଡୁରେ ଅଳିଆ ସଫା କଲା ଭଳି ମଣିଷ ମନରୁ ସବୁ ଅଳିଆକୁ ସଫା କରି ଭରିଦେବି ଏକ ରଙ୍ଗୀନ ଆସ୍ତରଣ, ଯେଉଁଠି ରହିଥିବ ସମସ୍ତଙ୍କ ମନରେ ଭାଇ ଆଉ ଭାତୃତ୍ୱର ପ୍ରେମ। ସେଥିପାଇଁ ବାପା ତୁମ ପାଇଁ ଗୋଟିଏ ପଦ, କେତେ ଫୁଲ ଏଠି ଫୁଟି ତ ଗଲାଣି ସେ ଫୁଲର ବାସ୍ନା ନାହିଁ, ତୁମେ ଯେଉଁ ଫୁଲ ଫୁଟେଇଛ ବାପା ବାସ୍ନା ଭରିଦେବି ମୁହିଁ। ନମସ୍କାର, ମୋ କବିତାର ଶୀର୍ଷକଟି ହେଉଛି ଗୁରୁ। ଗୁରୁ ତୁମେ ମାତା ଓ ପିତା, ଗୁରୁ ତୁମେ ହିଁ ପରମ ପିତା। ଗୁରୁ ତୁମେ ଅନିର୍ବାଣ ଜ୍ୟୋତି, ଗୁରୁ ତୁମେ ପ୍ରଶାନ୍ତ ମୂରତି। ଗୁରୁ ନିନ୍ଦେ ନର୍କ ଯାଆନ୍ତି, ହେ ଗୁରୁଦେବ ତୁମେ ତ ସକଳ ଶକ୍ତିର ଆଧାର। ତୁମ ଆଶୀର୍ବାଦେ ସଂସାର ରୂପକ ଡଙ୍ଗା ହୋଇବ ପାର। ଜନ୍ମ ଦେଲେ ମାତା ମୋ ପିତା, ଜନ୍ମ ଦେଲେ ମୋ ମାତା ଓ ପିତା, ଶିକ୍ଷାଦାନ ଦେଲେ ଗୁରୁ ଦେବତା। ତାଙ୍କରି ଯୋଗେ ଚିହ୍ନଇ ସଂସାର, ତାଙ୍କରି ଯୋଗେ ଚିହ୍ନଇ ସଂସାର। ତାଙ୍କ ଚରଣାବିନ୍ଦରେ ମୋର କୋଟି ନମସ୍କାର, ତାଙ୍କ ଚରଣାବିନ୍ଦରେ ମୋର କୋଟି ନମସ୍କାର। ଗୁରୁ ଯାହାଙ୍କୁ ଦେଖିଲେ ନଇଁଯାଏ ମଥା, ଗୁରୁ ଯାହାଙ୍କୁ ଦେଖିଲେ ନଇଁଯାଏ ମଥା। ତାଙ୍କ ବିନା ଏ ଜୀବନ ବୃଥା, ଘନ ଅନ୍ଧକାରେ ସେ ଆଲୋକର ଶିଖା। ଗୁରୁ ନିଜେ ଜଳି ଲାଘବ କରନ୍ତି ସଭିଙ୍କ ବ୍ୟଥା। ଶୂନ୍ୟତାକୁ ଭରିଦିଅ, ଭଗ୍ନତାକୁ ଗଢ଼ିଦିଅ, ହାତ ଧରି କାନ ମୋଡ଼ି ଦେଖାଇଛ ପଥ। ତୁମ ଆଶୀର୍ବାଦେ ଚାଲେ ମୋ ଜୀବନ ରଥ, ତୁମ ଆଶୀର୍ବାଦେ ଚାଲେ ମୋ ଜୀବନ ରଥ। ସିଏ ହିଁ ଗୁରୁ ଯିଏ ମା ପରି ସ୍ନେହ, ପିତା ପରି ଅନୁଶାସନ। ସେ ହିଁ ଗୁରୁ ସନ୍ଦୀପନୀ, ସେ ହିଁ ମୋର ଦ୍ରୋଣ। ଯୁଗେ ଯୁଗେ ପାରିବିନି ସୁଜି ତୁମ ଋଣ। ଗୁରୁ ହିଁ ନରରୂପୀ ଈଶ୍ୱର, କରିବା ନାହିଁ ତାଙ୍କ ଅନାଦର। ଗୁରୁଙ୍କ କଥା ଜଗତ ଜିତା, ଗୁରୁଙ୍କ ପଢ଼ା ଜୀବନ ଗଢ଼ା। ଗୁରୁଙ୍କ ଆଦର୍ଶ ପଥ ପ୍ରଦର୍ଶକ, ଗୁରୁଙ୍କ ବାଣୀ ମଥାର ବଣୀ। ହେ ଗୁରୁଦେବ ଆହ୍ୱାନ କରୁଛି ମୁହିଁ, ତୁମ ଆଶିଷ ଭିକ୍ଷାରେ ମୁଁ ରହିଅଛି ଚାହିଁ। ହେ ଗୁରୁଦେବ ଆହ୍ୱାନ କରୁଛି ମୁହିଁ, ତୁମ ଆଶିଷ ଭିକ୍ଷାରେ ମୁଁ ରହିଅଛି ଚାହିଁ। ଧନ୍ୟବାଦ। ସାହିତ୍ୟରେ ମିନି ଗଳ୍ପର ଏକ ସାର୍ବଜନୀନ ଚାହିଦା ରହିଛି। ଆମ ସାହିତ୍ୟରେ ବିଗତ ଶତାବ୍ଦୀର ସପ୍ତମ ଦଶକ ବେଳକୁ ମିନି ଗଳ୍ପର ଗତି ପ୍ରଖର ହେଲା। କଥାକାର ପ୍ରକାଶ ପରିଡ଼ା, କୈଳାସ ପଟ୍ଟନାୟକ, ସତ୍ୟପ୍ରିୟ ମହାଳିକ ପ୍ରମୁଖ ଗାଳ୍ପିକମାନେ ଏକାଧିକ ମିନି ଗଳ୍ପ ରଚନା କରି ଓଡ଼ିଆ ମିନି ଗଳ୍ପ ସାହିତ୍ୟକୁ ସମୃଦ୍ଧ କଲେ। ଆମ ସମୟର ଜଣେ ପ୍ରତିଶ୍ରୁତିବାନ ମିନି ଗଳ୍ପର ସ୍ରଷ୍ଟା ଦୁର୍ଯ୍ୟୋଧନ ପ୍ରଧାନ। ଖଡ଼ଗପୁରରେ ରୁହନ୍ତି, କବିତା ଲେଖନ୍ତି, ଗପ ବି ଲେଖନ୍ତି। ଚଳିତ ସଂଖ୍ୟାର ଗଳ୍ପ ପୃଷ୍ଠାରେ ରହିଛି ତାଙ୍କର ଏକଗୁଚ୍ଛ ମିନି ଗଳ୍ପ। ଆସନ୍ତୁ ଦେଖିବା ଏକଗୁଚ୍ଛ ମିନି ଗଳ୍ପ, ଗାଳ୍ପିକ ଦୁର୍ଯ୍ୟୋଧନ ପ୍ରଧାନ। प्रथम मिनी गल्प अधपतन। सरस्वती पूजा माने बेंगोली भैलेंटाइन डे।
ସେଇ ଗୋଟିଏ ଦିନ ଝିଅମାନେ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି ଆସିପାରନ୍ତି, ଆଉ ଝିଅମାନଙ୍କ ବିଦ୍ୟାଳୟରେ ପୁଅମାନଙ୍କ ବି ଅବାଧ ପ୍ରବେଶ। ଜନୈକ ଛାତ୍ରୀ ଜଣକ ଫ୍ୟାସନ ଯୋଗ୍ୟ ସୌଷ୍ଠବ୍ୟ ପ୍ରଦର୍ଶିତ ହେଉଥିବା ପୋଷାକ ପିନ୍ଧି ଆମ ବିଦ୍ୟାଳୟକୁ ଆସିଥିଲେ। ସହକର୍ମୀ ଅଧ୍ୟାପକ ଜଣକ ତାକୁ ଅପଲକ ଦୃଷ୍ଟିରେ ଅନାଇ ରହିଥିଲେ। ମୁଁ ପଚାରିଲି, କ'ଣ ଦେଖୁଛନ୍ତି ଏମିତି? କିଛିଟା ଥତମତ ହୋଇଗଲେ ସେ। କିଛିଟା ପ୍ରକୃତିସ୍ଥ ହୋଇ କହିଲେ, ଦେଖୁଛି ମାନେ ଆମ ସଂସ୍କୃତିର କେମିତି ଅଧପତନ ଘଟୁଛି। ମୁଁ ମନେ ମନେ ଭାବୁଥିଲି, ଏଇଟା ସଂସ୍କୃତିର ଅଧପତନ ନା ମାନସିକତା? ଦ୍ୱିତୀୟ ମିନି ଗପ, ପୁଅ ଝିଅ। ସେଦିନ କରଣିକ ମହାଶୟ ହଠାତ୍ କରି ମନ୍ତବ୍ୟ ଦେଲେ, ଦେଖିଲେ ସବୁ ସାର୍ଙ୍କର ପୁଅ ହେଲା, ଆଉ ମୋର ବି, ଆଉ ମୋ ଝିଅର ବି, ଖାଲି ଯାହା ଆପଣଙ୍କର ଝିଅ ହେଲା। ବ୍ୟାଡ୍ ଲକ୍। ସମାଜର ଏଇ ପ୍ରାଚୀନ ମାନସିକତାକୁ ମୋତେ କିଛିଟା ଦୁଃଖ ଦେଲା ଯେମିତି। ଅଗତ୍ୟା କହିଲି, ଭଲ କଥା। ଭାବି ଦେଖନ୍ତୁ ତ, ଆପଣଙ୍କର ଏତେ ବଡ଼ ଝିଅ ଥାଏ ବି ଦ୍ୱିତୀୟ ବିବାହ ପରେ ଏକା ସଙ୍ଗେ ଆପଣ ବାପା ଓ ଅଜା ହେଲେ। ଯଦି ଆପଣଙ୍କର ଝିଅ ହେଇଥାନ୍ତା ଆଉ ଆପଣଙ୍କ ନାତି ଯଦି ତାକୁ ଗାର୍ଲଫ୍ରେଣ୍ଡ ଭାବିଥାନ୍ତା, ସଂସାର କ'ଣ ରହିଥାନ୍ତା? ସେ ଚୁପ୍ ହେଇଗଲେ। ତୃତୀୟ ମିନି ଗଳ୍ପ, ସ୍ୱ ଓ ଅର ଦୂରତ୍ୱ। ଅବସର ପରେ ଶିକ୍ଷକ ଜଣକ ପେନ୍ସନ ଓ ପ୍ରାପ୍ୟ ଅର୍ଥ ପାଇଁ ଦୌଡ଼ାଦୌଡ଼ି କରି କରି ହନ୍ତସନ୍ତ ହେଉଥିଲେ। କାରଣ ଥିଲା ଅଧ୍ୟକ୍ଷଙ୍କ ସହ ତାଙ୍କର ବ୍ୟକ୍ତିଗତ ମତଭେଦ। ସମସ୍ତ ସହକର୍ମୀମାନେ ଆହା କରିବା ବଦଳରେ ବ୍ୟଙ୍ଗ କରୁଥିଲେ, କହୁଥିଲେ, କେତେ ଅଭିମାନଟା ମ, ଅଧ୍ୟକ୍ଷକୁ ଖାଲି ଟିକେ ସରି କହିଦେଲେ ତ କାମ ଫତେଇ ହେଇଯାନ୍ତା। ଖାଲି ଦୌଡୁଛି ଦୌଡୁଛି ଦୌଡୁଛି, ଦୌଡୁଥାଉ। ମୁଁ କହିଲି, ସାର୍, ସ୍ୱ ଆଉ ଅ ମଧ୍ୟରେ କେତେ ଦୂର କି? ଆଉ ଅଭିମାନ ଓ ସ୍ୱାଭିମାନ କେତେ ଦୂର? ଚତୁର୍ଥ ମିନି ଗଳ୍ପ, ଘୃଣ୍ୟ ଲୋକ। ବିଦ୍ୟାଳୟରେ ମହାଭାରତ ଯୁଦ୍ଧ ସରିଲା ପରେ ମେରୁଦଣ୍ଡହୀନ ନିରବ ପ୍ରତିନିଧିମାନେ ସମସ୍ତେ ଭୀମ ଭୟରେ ଦୁର୍ଯ୍ୟୋଧନକୁ ହିଁ ଦୋଷ ଦେଉଥିଲେ। ଏମିତିକି ଆପଣାର ମନେ ହେଉଥିବା କର୍ଣ୍ଣ ମଧ୍ୟ କହିଥିଲା, ଯାଅ ଭାନୁମତୀକୁ କହ ଭୀମ ପାଖେ କ୍ଷମା ଭିକ୍ଷା କରୁ। ମାତ୍ର ଯୁଦ୍ଧକ୍ଷେତ୍ରରୁ ଅବସର ନେଉଥିବା ସମସ୍ତଙ୍କ ଘୃଣ୍ୟ ଲୋକ ଅଧ୍ୟକ୍ଷ ଶକୁନି କହୁଥିଲେ, କାହିଁକି? ଅନୀତି ଯୁଦ୍ଧର ଆରମ୍ଭ ତ ଶିଖଣ୍ଡୀକୁ ନେଇ ସେମାନେ ହିଁ କରିଥିଲେ, ଆଉ ତମେ ବି ଅନୀତି କରିଛ। ଜୟ ପରାଜୟ ବଡ଼ କଥା ନୁହଁ ଦୁର୍ଯ୍ୟୋଧନ, ମୁଣ୍ଡ ନ ନୋଇବା ହିଁ ବଡ଼ କଥା। ଶାନ୍ତି ପର୍ବର ସମ୍ପ୍ରତି ସମୟ ପ୍ରମାଣ କରିଦେଲା ଯେ ସତରେ ନିଜ ଲୋକ କେତେ ନିଜର, ଆଉ ଘୃଣ୍ୟ ଲୋକ କେତେ ଆପଣା, ନୁହେଁ କି? ମୋର ପଞ୍ଚମ ଶେଷ ମିନି ଗଳ୍ପ, ନାମକରଣ। ଘର ଲୋକେ ଡାକୁଥିଲେ ଆନନ୍ଦ। ପ୍ରଥମ କ୍ଲାସରେ ନାମ ଲେଖା ହେବା ବେଳେ ଶିକ୍ଷକ ଜଣକ ନାମ ଦେଇଥିଲେ ଦୁର୍ଯ୍ୟୋଧନ, କାରଣ ମହାଭାରତ ନାଟକରେ ସେ କର୍ଣ୍ଣ ରୋଲ କରୁଥିଲେ। ଲୋକେ ଏବେ ବି ବ୍ୟଙ୍ଗ କରନ୍ତି, ତାତ୍ସଲ୍ୟ ବି କରନ୍ତି। ସେଦିନ ଇଣ୍ଟରଭ୍ୟୁ ବୋର୍ଡରେ ମଧ୍ୟ ପଚାରିଥିଲେ, ଦୁର୍ଯ୍ୟୋଧନ, ଓହୋ, ତମେ ତାହେଲେ ମହାଭାରତ ଯୁଦ୍ଧର ମୂଳ ବିଲିୟନ ନୁହଁ କି? କିଛିଟା ଅପ୍ରସ୍ତୁତ ହେଇଗଲି। ତଥାପି ବି ମୁଣ୍ଡକୁ ଟିକେ ବୁଦ୍ଧି ଆସିଲା। ଉତ୍ତର ଦେଲି, ନାଇଁ ସାର୍, ମୁଖ୍ୟ ଚରିତ୍ର, ହିରୋ ବି କହିପାରନ୍ତି। ଏବେ ସେମାନଙ୍କ ଆଶ୍ଚର୍ଯ୍ୟ ହେବାର ପାଲି। କହିଲେ, କେମିତି? ମୁଁ କହିଲି, ସାର୍, ଦୁର୍ଯ୍ୟୋଧନ ଚାହୁଁଥିଲା ଯୁଦ୍ଧ ହେଉ, ଯିଏ ଜିତୁ ବା ହାରୁ, କିନ୍ତୁ ଦେଶଟା ଏକ ହୋଇ ରହୁ। ପାଣ୍ଡବ ମାନେ ତ ଦେଶକୁ 105 ଭାଗ କରିବାକୁ ପ୍ରସ୍ତୁତ ଥିଲେ। କ'ଣ ହେଇଥାନ୍ତା କହିଲେ? ସେମାନେ ବି ନଛେଡ଼ ଭନ୍ଦା ଯେମିତି। ଜଣେ ଅଗତ୍ୟା ଯୁକ୍ତି କଲେ, ତମେ କ'ଣ ଭାଇ ଭାଗ ଦେବାକୁ ଅସ୍ୱୀକାର କରୁଛ? ମୁଁ ଉତ୍ତର ଦେଲି, ସାର୍, ପାକିସ୍ତାନକୁ ଭାଇ ବୋଲି ଭାଗ ଦେଇ ଏଯାଏଁ ଭୋଗୁଛୁ ଆଉ ପସ୍ତଉଛୁ ପରା। ଇଣ୍ଟରଭ୍ୟୁ ବୋର୍ଡ ସେମିତି ସ୍ତବ୍ଧ ହୋଇଗଲା। ଧନ୍ୟବାଦ। ଚଳିତ ସଂଖ୍ୟାରୁ ଆମେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରୁଛୁ। ସୋସିଆଲ ମିଡ଼ିଆରେ ପ୍ରକାଶ ପାଉଥିବା କବିତାମାନଙ୍କ ଭିତରୁ ପାଠକଙ୍କ ଦୃଷ୍ଟିରେ ଏକ ଶ୍ରେଷ୍ଠ କବିତାକୁ ଆମେ ଏ ପୃଷ୍ଠାରେ ସ୍ଥାନ ଦେଇଛୁ। ସେହି ପରିପ୍ରେକ୍ଷୀରେ
आजिर पाठक थिले सुदर्शन साहू एवं सी निर्वाचित करिथिबा कविताटी हेला अव्यक्त कवि स्मृति रंजन त्रिपाठींकर। हाँ दर्शक बंधु, आपण माने मध्य एही कार्यक्रमटी पाई आपण मानकर निर्वाचित कविता आपणक दृष्टि रे अन्य कविंकर आवृत्ति करी आम पाखक पठाई परिबे पाठकंक पसंदर कविता शीर्षक रे। एबे आसंतु देखिबा स्मृति रंजन त्रिपाठींकर कविता अव्यक्त आवृत्ति करिसंते सुदर्शन साहू। नमस्कार। कविता अव्यक्त कवि स्मृतिरंजन त्रिपाठी। आ पिंधा निमते चंद्रर मुकुट योजना अलंकार नीरव ऋणझुण को गोटी गोटी कर रखी सारे मो लुह सिंधुकर। मनीष ईश्वर सभी छाड़ी जाइछि बेलगाम अग्नि शिखार चारिपटे इतस्तत पाउंस गछर कोरोड़ा। जेजा अंधार एबे ठौरे चल जेजा अंधार एबे ठौरे चल आ गुड़ाओनी मो देहरे आकाश पहाड़र धैर्य शब्द को किए जाने केबे झड़ी पड़ फलंती गछरु विश्वासर डाल मिचिमिचिका केते उठेब भाव आ भोकर फर्द जोठी पूरा श्मशान हुई कविता। लुचकाली खेल परा से पूरा अव्यस्त लुचकाली खेल परा से पूरा अव्यस्त फेरी आसी ता सानिध्यर हिसाब भी नहीं पारे। सतर्कतार कुहुक बंशी रे मोहि नहीं पारे कोह आ विकल्पनार हरस। हाँ केबे केमिति छलनार मुखा भितर संपर्कर क्षीय सब उकुडी पारे। सावधान, हाँ सावधान, लुचकाली खेल से पूरा व्यस्त तिरस्कार पहाड़ चढ़ी पुणी उंकी मारी पारे ता अमानविकतार ऐश्वर्य फेरी आसी मागी दे पारे ता भागर बाकी तक सूर्यास्त। हाँ आ पिंधाओ निमते से चंद्रर मुकुट किछि थाउ तुम मो ओ ता पाई अव्यक्त अव्यक्त। धन्यवाद। दर्शक बंधु, प्रजन्मर आगामी संख्या पाई कविता छोट गल्प छोट प्रबंध आह्वान करा जाउछि। आपण माने आपणकर सुनिर्वाचित लेखाटी को वीडियो रेकर्डिंग करी आम पाखक पठांतु। आमे निश्चित भाव में आगामी संख्या गुड़िक स्थान देबु। आम पाखक वीडियो पठेबार व्हाट्सएप नंबर टी है 9338177391। हाँ दर्शक बंधु, कार्यक्रम आपण मानु केमिति लागुछि मतामत निश्चित देबे। मतामत आपण यूट्यूब रा कमेंट बॉक्स रे देई परिबे, आम व्हाट्सएप नंबर रे मध्य पठेई परिबे। ए कार्यक्रमटी को आहुरी सर्वांग सुंदर करिबा पई कौन कौन पदक्षेप नवा उचित से कथा मध्य आपण माने आमको जणाई परिबे। आमे चाहूँ प्रजन्म पत्रिका सर्वांग सुंदर हे आपण मानक पाखरे पहुँचू। आज तो समय हो जाइछि, रहुछि पुणी देखा हबो आउ गोटे नुआ संख्यार। सेतेबेल पर्यंत विदाय दियंतु। नमस्कार।